ଆପଣ କେବେ ଭାବିଛନ୍ତି କି ଏକ ଛୋଟ ଭୁଲ କେମିତି ଗୋଟିଏ ସଂସାରକୁ ଭାଙ୍ଗି ଦେଇପାରେ? ଆଜି ଆମେ କଥା ହେବୁ ସେହି ସତ୍ୟ ବିଷୟରେ ଯାହା ଅନେକ ଘରକୁ ନଷ୍ଟ କରୁଛି। ପରକୀୟା ପ୍ରେମ ଭାଙ୍ଗୁଥିବା ସଂସାରର ନୀରବ ଚିତ୍କାର। ଆଜିର ସମାଜରେ ଆମେ ଏକ ଏମିତି ପରିସ୍ଥିତି ଦେଖୁଛୁ ଯାହା ଦୀର୍ଘ ସମୟ ଧରି ନୀରବ ଭାବେ ଆମ ଘରକୁ, ଆମ ସମ୍ପର୍କକୁ ଓ ଆମ ସଂସ୍କୃତିକୁ ଭାଙ୍ଗି ଦେଉଛି। ସେଇଟା ହେଉଛି ପରକୀୟା ପ୍ରେମ। ଯେତେବେଳେ ଗୋଟିଏ ପତି କିମ୍ବା ପତ୍ନୀ ନିଜର ସତ୍ୟ ସମ୍ପର୍କକୁ ଭୁଲି ଅନ୍ୟ ଜଣଙ୍କ ପ୍ରତି ଆକୃଷ୍ଟ ହୁଏ, ସେଥିରେ ସେମାନେ କେବଳ ଗୋଟିଏ ଭୁଲ ନୁହେଁ କରୁଛନ୍ତି, ସେମାନେ ଏକ ସମ୍ପୂର୍ଣ୍ଣ ପରିବାରକୁ ଭାଙ୍ଗି ଦେଉଛନ୍ତି। ପ୍ରେମ ଯେତେବେଳେ ସତ୍ୟ ହୁଏ, ସେହି ପ୍ରେମ ସଂସାରକୁ ଗଢ଼େ। ଯେତେବେଳେ ସେ ଭ୍ରମ ହୁଏ, ସେହି ପ୍ରେମ ସଂସାରକୁ ଭାଙ୍ଗି ଦିଏ। ପରକୀୟା ପ୍ରେମରେ ପଡ଼ିଥିବା ବ୍ୟକ୍ତି ସେହି ସମୟରେ ସୁଖ ଭାବୁଥାଏ, କିନ୍ତୁ ସେ ଭୁଲିଯାଏ ଯେ ତାଙ୍କ ପଛରେ ରହିଯାଇଥିବା ଜୀବନ, ତାଙ୍କର ସହଧର୍ମୀ, ତାଙ୍କ ପିଲା ଓ ତାଙ୍କ ପରିବାର, ସେମାନେ କେତେ ଯନ୍ତ୍ରଣା ଭୋଗୁଛନ୍ତି। ସମ୍ପର୍କର ମୂଲ୍ୟ ବୁଝିନଥିବା ମନୁଷ୍ୟ ସଦା ଅସନ୍ତୁଷ୍ଟ ହୋଇ ରହିଥାଏ। ଏକ ପିଲା ପାଇଁ ତାଙ୍କର ପିତାମାତା ହେଉଛନ୍ତି ସମସ୍ତ ଜଗତ। ଯଦି ସେହି ପିତା କିମ୍ବା ମା' ତାଙ୍କୁ ଛାଡ଼ି ଅନ୍ୟ କାହା ସହିତ ଚାଲିଯାଆନ୍ତି, ସେହି ପିଲାର ମନରେ ଜୀବନ ପାଇଁ ଏକ ଗଭୀର ଘା ହୋଇ ରହିଯାଏ। ମାତା ପିତାଙ୍କର ଭୁଲ ନିଷ୍ପତ୍ତି ପିଲାଙ୍କର ଭବିଷ୍ୟତକୁ ଅନ୍ଧକାର କରିଦିଏ। ପରକୀୟା ପ୍ରେମ କେବଳ ଦୁଇ ଜଣଙ୍କର ମଧ୍ୟରେ ଘଟୁଥିବା ଘଟଣା ନୁହେଁ, ଏହା ସମାଜରେ ଅସ୍ଥିରତା ଓ ଅନୈତିକତାକୁ ବଢ଼ାଏ। ଯେତେବେଳେ ଏକ ପରିବାର ଭାଙ୍ଗେ, ସେଥିରେ ଆଘାତ ସମାଜକୁ ମଧ୍ୟ ପହଞ୍ଚେ। ଏକ ଭାଙ୍ଗିଥିବା ସଂସାର ସମାଜର ଶାନ୍ତିକୁ ନଷ୍ଟ କରିଦିଏ। ଆମେ ଏହା ବୁଝିବାକୁ ପଡ଼ିବ ଯେ ଜୀବନରେ କେତେବେଳେ ଅସନ୍ତୁଷ୍ଟି, ଅଭାବ କିମ୍ବା ମନମାଳିନ୍ୟ ଆସିପାରେ, କିନ୍ତୁ ତାହାର ସମାଧାନ ହେଉଛି ଆଲୋଚନା, ବୁଝାମଣା ଓ ଧୈର୍ଯ୍ୟ। ପଳାଇଯିବା ନୁହେଁ। ସମସ୍ୟାରୁ ପଳାଇବା ସମାଧାନ ନୁହେଁ, ସମସ୍ୟାକୁ ସମ୍ମୁଖୀନ ହେବା ହେଉଛି ସତ୍ୟ ସାହସ। ଯେତେବେଳେ ଆମେ ଆମର ସମ୍ପର୍କକୁ ମୂଲ୍ୟ ଦେବା ଆରମ୍ଭ କରିବା, ସେତେବେଳେ ଆମ ସଂସାର ଶକ୍ତିଶାଳୀ ହେବ। ବିଶ୍ୱାସ ଓ ନିଷ୍ଠା ହେଉଛି ସଂସାରର ଭିତ୍ତି। ଏହି ଭିତ୍ତି ଭାଙ୍ଗିଗଲେ ସମସ୍ତ କିଛି ଧ୍ୱଂସ ହୋଇଯାଏ। ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ଫେରିଆସେ ନାହିଁ। ଆଜିର ଏହି ଆଧୁନିକ ଯୁଗରେ ଆମେ ସ୍ୱାଧୀନତାକୁ ଭୁଲ ଭାବେ ବୁଝୁଛୁ। ସ୍ୱାଧୀନତାର ଅର୍ଥ ଅନ୍ୟକୁ ଯନ୍ତ୍ରଣା ଦେବା ନୁହେଁ। ସ୍ୱାଧୀନତାର ସତ୍ୟ ଅର୍ଥ ହେଉଛି ଦାୟିତ୍ୱ ସହିତ ଜୀବନ ବଞ୍ଚିବା। ସ୍ୱାଧୀନତା ସେତେବେଳେ ସୁନ୍ଦର ଯେତେବେଳେ ସେ ଦାୟିତ୍ୱ ସହିତ ଜଡ଼ିତ। ପରକୀୟା ପ୍ରେମ ଦେଖିବାକୁ ମିଠା ଲାଗିପାରେ, କିନ୍ତୁ ତାହାର ପରିମାଣ ସବୁବେଳେ କଷ୍ଟଦାୟକ। ଏହା ଆସ୍ଥାକୁ ଭାଙ୍ଗେ, ହୃଦୟକୁ ଯନ୍ତ୍ରଣା ଦିଏ ଓ ଜୀବନକୁ ଅସ୍ଥିର କରିଦିଏ। ଅସତ୍ୟର ମିଠା ସୁଖ ଅଳ୍ପ ସମୟର, କିନ୍ତୁ ତାହାର ଯନ୍ତ୍ରଣା ସଦାରଣ। ସମାଜ ପାଇଁ ବାର୍ତ୍ତା। ଆମେ ସମସ୍ତେ ମିଶି ଏକ ସୁସ୍ଥ ଓ ଶାନ୍ତିମୟ ସମାଜ ଗଢ଼ିପାରିବା। ଏହା ପାଇଁ ଆମକୁ ଆମ ସମ୍ପର୍କକୁ ସମ୍ମାନ କରିବାକୁ ପଡ଼ିବ, ବିଶ୍ୱାସକୁ ରକ୍ଷା କରିବାକୁ ପଡ଼ିବ ଓ ଆମ ପରିବାରକୁ ପ୍ରାଥମିକତା ଦେବାକୁ ପଡ଼ିବ। ସଂସାର ହେଉଛି ଏକ ମନ୍ଦିର ଯେଉଁଠି ବିଶ୍ୱାସ ହେଉଛି ଭଗବାନ। ଆସନ୍ତୁ ଆମେ ନିଜେ ପରିବର୍ତ୍ତନ ଆଣିବା। ଅନ୍ୟଙ୍କୁ ଦୋଷ ଦେବା ପୂର୍ବରୁ ଆମେ ନିଜକୁ ସୁଧାରିବା। ଏକ ସୁସ୍ଥ ପରିବାର ହେଉଛି ଏକ ସୁସ୍ଥ ସମାଜର ଆଧାର। ଆପଣ ବଦଳିଲେ ଆପଣଙ୍କ ସଂସାର ବଦଳିଯିବ। ଶେଷ କଥା, ପରକୀୟା ପ୍ରେମର ଅସତ୍ୟ ମାୟାରେ ପଡ଼ି ନିଜ ସଂସାରକୁ ନଷ୍ଟ କରିବେ ନାହିଁ। ନିଜ ପରିବାରକୁ ଭଲ ପାଆନ୍ତୁ, ସମ୍ମାନ କରନ୍ତୁ ଓ ସେମାନଙ୍କ ସହିତ ସତ୍ୟ ନିଷ୍ଠାରେ ଜୀବନ ବଞ୍ଚନ୍ତୁ। ସତ୍ୟ ପ୍ରେମ ହେଉଛି ସେଇଠି ଯେଉଁଠି ତ୍ୟାଗ ଅଛି, ନିଷ୍ଠା ଅଛି ଓ ସମ୍ମାନ ଅଛି। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସତ୍ୟ ପ୍ରେମକୁ ବଞ୍ଚାନ୍ତୁ, ସଂସାରକୁ ରକ୍ଷା କରନ୍ତୁ। ରହିଲି, ନମସ୍କାର।